ଆମେରିକା ମଧ୍ୟସ୍ଥଳରେ ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର 10ରେ ହୋଇଥିବା ଯୁଦ୍ଧ ବିରତି ଚୁକ୍ତିକୁ ଉଭୟଙ୍କ ମଧ୍ୟରେ ଉଲ୍ଲଂଘନ କରି ପରସ୍ପରକୁ ଆକ୍ରମଣ କରିଛନ୍ତି। ଇସ୍ରାଏଲ ଏହି ଯୁଦ୍ଧ ବିରତିକୁ 40ରୁ ଅଧିକ ଥର ଉଲ୍ଲଂଘନ କରିଛି, ଯେଉଁଥିରେ 3 ଦିନ ମଧ୍ୟରେ ଅତି କମ୍ରେ 38 ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ 143 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଆମେରିକା ଦାବି କରିଛି ଯେ ହମାସ ଗାଜାରେ ନାଗରିକଙ୍କ ଉପରେ ଆକ୍ରମଣର ଯୋଜନା କରୁଛି ଏବଂ ବଡ଼ ଧରଣର ଗଣହତ୍ୟା ପାଇଁ ଏହାର ସଦସ୍ୟମାନେ ପ୍ରସ୍ତୁତ ଅଛନ୍ତି। ତେବେ ହମାସ ଏଭଳି ଦାବିକୁ ଖଣ୍ଡନ କରିଛି। ଗାଜା ସିଭିଲ ଡିଫେନ୍ସ ମୁଖପାତ୍ର ମେହମୁଦ ବାସାଲଙ୍କର କହିବା ଅନୁଯାୟୀ ଇସ୍ରାଏଲ ବାୟୁସେନା ଆଜି ବିଭିନ୍ନ ପର୍ଯ୍ୟାୟରେ ବୋମା ବର୍ଷା କରିଛି ଏବଂ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ସହିତ ଇସ୍ରାଏଲ ସେନାର ଗୁଳି ବର୍ଷାରେ ଗୋଟିଏ ପରିବାରର 11 ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ମୃତଦେହଗୁଡ଼ିକୁ ଆଲ ଆହଲି ହସ୍ପିଟାଲରେ ରଖାଯାଇଛି। ଆଜି ରଫା ଓ ଦକ୍ଷିଣ ଗାଜାରେ ହମାସ ଇସ୍ରାଏଲ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ହମାସ ଆତଙ୍କବାଦୀମାନେ 2ଟି ଇସ୍ରାଏଲ ଟ୍ୟାଙ୍କରକୁ ଟାର୍ଗେଟ କରିବା ପରେ ଏହି ଗୁଳି ବିନିମୟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ସୂଚନା ଅନୁସାରେ ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ହମାସ ସମସ୍ତ ଜୀବିତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି ଏବଂ 28 ମୃତବନ୍ଧକଙ୍କ ମଧ୍ୟରୁ 12 ଜଣଙ୍କର ଶବ ଫେରାଇଛି। ଅନ୍ୟମାନଙ୍କର ଶବ ଉଦ୍ଧାର ଓ ହସ୍ତାନ୍ତର ପାଇଁ ସ୍ୱତନ୍ତ୍ର ଉପକରଣ ଆବଶ୍ୟକ ପଣବନ୍ଦୀଙ୍କୁ ମୁକ୍ତ କରିଛି ଏବଂ 28 ମୃତକ ବନ୍ଧଙ୍କ ମଧ୍ୟରୁ 12 ଜଣଙ୍କର ଶବ ଫେରାଇଛି। ଅନ୍ୟମାନଙ୍କର ଶବ ଉଦ୍ଧାର ଓ ହସ୍ତାନ୍ତର ପାଇଁ ସ୍ୱତନ୍ତ୍ର ଉପକରଣ ଆବଶ୍ୟକ ବୋଲି ହମାସ କହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।